ବସୁଦେବଙ୍କର ଶପଥ ସମ୍ବନ୍ଧରେ ଜାଣିବେ। ପୂର୍ବେ ମଥୁରା ନଗରରେ ସୁରସେନ ନାମରେ ଜଣେ ରାଜା ରାଜ୍ୟ ଶାସନ କରୁଥିଲେ। ସେ ଭୋଜ ବଂଶର ଜନ୍ମଗ୍ରହଣ କରିଥିଲେ ଏବଂ ବିଷ୍ଣୁଙ୍କର ପରମ ଭକ୍ତ ଥିଲେ। ବିଷ୍ଣୁଙ୍କ ଦୟାରୁ ଉଗ୍ରସେନ ଓ ଦେବକ ନାମକ ଦୁଇ ପୁତ୍ର ସନ୍ତାନ ପାଇଥିଲେ। ଦେବକଙ୍କର ଔରସରୁ ଦେବକୀ ନାମରେ ଗୋଟିଏ କନ୍ୟା ଜାତ ହୋଇଥିଲା। କନ୍ୟାଟି ଭାରି ସୁନ୍ଦରୀ ଥିଲା। ତାର ରୂପ ଗୁଣ ଦେଖି ବାସୁଦେବ ତାକୁ ବିବାହ କରିଥିଲେ। ଦେବକ ବାସୁଦେବକୁ ଜ୍ୱାଇଁ ରୂପରେ ପାଇ ଅତ୍ୟନ୍ତ ଖୁସି ହେଲେ। ଝିଅ ଏବଂ ଜ୍ୱାଇଁଙ୍କୁ ସନ୍ତୁଷ୍ଟ କରିବା ପାଇଁ ରତ୍ନମାଳ, 400 ହସ୍ତୀ, 1800 ରଥ, 3600 ଘୋଡ଼ା ଆହୁରି ଅନେକ ଭୋଗବିଳାସ ସାମଗ୍ରୀ ଦେଇଥିଲେ। ଏହା ଛଡ଼ା ବିଭିନ୍ନ ବାଦ୍ୟ ବଜାଇ ମଥୁରା ନଗରୀକୁ ଆନନ୍ଦ ଉତ୍ସବରେ ମୁଖରିତ କରି ଦେବକୀଙ୍କୁ ବିଦାୟ ଦେଲେ। ଏହା ଦେଖି ଉଗ୍ରସେନଙ୍କର ପୁଅ କଂସ ଆନନ୍ଦରେ ଅଧୀର ହୋଇ ପଡ଼ିଲା। ଭଉଣୀ ଏବଂ ଭିଣେଇଙ୍କୁ ସନ୍ତୁଷ୍ଟ କରିବା ଲାଗି ତାର ରଥରେ ବସାଇ ଅଶ୍ୱ ଦଉଡ଼ିଟି ଧରି ରଥଟିକୁ ଧୀରେ ଧୀରେ ବାହାରିବାକୁ ଆରମ୍ଭ କଲା। କଂସର ଔଦ୍ଧତ୍ୟରେ ପୃଥିବୀ ଓ ସ୍ୱର୍ଗବାସୀଗଣ ଉଭୟ ଭୟରେ ଥରୁଥିଲେ। ଠିକ୍ ଏହି ସମୟରେ ହଠାତ୍ ଆକାଶରୁ ଘଡ଼ଘଡ଼ି ପରି ଶବ୍ଦ ଶୁଣାଗଲା। ଏପରି ଶବ୍ଦ ଶୁଣି କଂସ ଥୟ ହୋଇ ପଡ଼ିଲା। ସେ ଆଶ୍ଚର୍ଯ୍ୟରେ ଆକାଶରୁ ଚାହିଁ ରହିଲା। ସେତେବେଳେ ପୁଣି ଭୟଙ୍କର ଶବ୍ଦ ଶୁଣାଇଲା। ଆରେ କଂସ, ତୁ ଯାହାକୁ ରଥରେ ବସାଇଛୁ ତାର ଅଷ୍ଟମ ଗର୍ଭର ଶିଶୁ ତୋର ଶତ୍ରୁ ରୂପରେ ଜାତ ହେବ। ସେ ତୋତେ ମାରି ପୃଥିବୀକୁ ଉଦ୍ଧାର କରିବ। ଏହା ଶୁଣି କଂସ କାଳ ବିଳମ୍ବ ନ କରି ରଥରୁ ଓହ୍ଲାଇ ପଡ଼ିଲା। ସଙ୍ଗେ ସଙ୍ଗେ ଦେବକୀର ଚୁଟି ଧରି ଜୀବନରୁ ମାରିଦେବାକୁ ଉଦ୍ୟମ ହେଲା। ଏହା ଦେଖି ତା ଭିଣେଇ ବସୁଦେବ ମନେ ମନେ ହରିଙ୍କୁ ଡାକିଲେ। କଂସର ହାତ ଧରି କହିଲେ, ହେ ମହତ ପୁରୁଷ, ଦେବକୀ ତୁମର ସାନ ଭଉଣୀ ଅଟେ। ଦିନେ ନା ଦିନେ ମୃତ୍ୟୁ ସମସ୍ତଙ୍କୁ ଗ୍ରାସ କରିବ। ଏ ତୁମର କି ଦୋଷ କରିଛି? ୟାଙ୍କର ଅଷ୍ଟମ ଗର୍ଭର ପୁତ୍ର ସିନା ତୁମ ଶତ୍ରୁ, ତେଣୁ ତୁମେ ୟାଙ୍କୁ ଛାଡ଼ିଦିଅ। କଂସ ବସୁଦେବଙ୍କର କୌଣସି କଥା ଶୁଣିଲା ନାହିଁ। ଏହା ଦେଖି ବସୁଦେବ ଦଶ ଦିଗ ତଥା ନାରାୟଣଙ୍କୁ ସାକ୍ଷୀ ରଖି କହିଲେ, ମୁଁ ତ୍ରିବାର ସତ୍ୟ କରି କହୁଛି, ଦେବକୀଙ୍କର ଯେତେ ସନ୍ତାନ ଜନ୍ମ ହେବ ସେ ସବୁ ଗୋଟି ଗୋଟି କରି ତୁମକୁ ଦେବି। ବସୁଦେବଙ୍କର ଏପରି କଥା ଶୁଣି କଂସ ଦେବକୀଙ୍କୁ ଛାଡ଼ିଦେଲେ। ତ ଏହି ସତ୍ୟଟି ବାସୁଦେବ ଶପଥ କରି କହିଥିଲେ ଯେ ତାଙ୍କର ସବୁ ସନ୍ତାନଙ୍କୁ, ଯେତୋଟି ସନ୍ତାନ ହେବ ସମୂହ ସନ୍ତାନକୁ ସେ କଂସଙ୍କ ହାତରେ ଟେକି ଦେବେ ବୋଲି।